ବିହାରୀ ପରିଷଦ ପକ୍ଷରୁ ତରଭୁଜ ଓ ଲସି ବଣ୍ଟନ କାର୍ଯ୍ୟକ୍ରମ ସମାପନ। ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାବାସୀ ଗ୍ରୀଷ୍ମରୁ ଟିକେ ତ୍ରାହି ପାଇଛନ୍ତି। ସେହି ପରିପ୍ରେକ୍ଷୀରେ 2 ମାସ ହେଲା ବିହାରୀ ପରିଷଦ ତରଫରୁ ପ୍ରତ୍ୟେକ ରବିବାର ଦିନ ରାଉରକେଲାର ପ୍ରମୁଖ ଛକ RGH ଛକ, ଉଦିତ ନଗର ଛକ, ବିଶ୍ରା ଛକମାନଙ୍କରେ ଲସି, ପାଣି, ତରଭୁଜ ଇତ୍ୟାଦି ରାସ୍ତାରେ ଯାଉଥିବା ଜନସାଧାରଣମାନଙ୍କୁ ବଣ୍ଟନ କରାଯାଇଥିଲା। ରାଉରକେଲାରେ ଗ୍ରୀଷ୍ମ ପ୍ରବାହ ଟିକେ କମିଛି ଓ ମୌସୁମୀ ବାୟୁ ପ୍ରବେଶ କରିଥିବାରୁ ପହିଲି ରଜରେ ବିଶ୍ରା ଛକଠାରେ ତରଭୁଜ ଓ ଲସି ବଣ୍ଟନ କରି ଏହି କାର୍ଯ୍ୟକ୍ରମକୁ ସମ୍ପନ୍ନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ। ପରିଷଦର ସଭାପତି ଅରୁଣ ସିଂ, ରାମ ସିଂ, ରବି ରାୟ, ଦେବୁ ସିଂ, ସଞ୍ଜୟ ସିଂ, ସଞ୍ଜୟ ଖେରୱାର, କାମେଶ୍ୱର ସିଂ, ସୁରେନ୍ଦ୍ର ପ୍ରଜାପତି, ସନ୍ତୋଷ ସିଂ, OCR ପ୍ରସାଦ, ଚନ୍ଦନ ଝା, ହରିଶଙ୍କର ଶାହ, ଅଭିଷେକ ସିଂ ପ୍ରମୁଖ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।